ହିମାଳୟ ଆମ ଭାରତ ତଥା ଅନ୍ୟ ପଡ଼ୋଶୀ ଦେଶ ପାଇଁ ଏକ ଭୌଗୋଳିକ ଗୁରୁତ୍ୱ ରଖୁଥିବା ସ୍ଥାନ। ହିମାଳୟରୁ ବହୁ ନଦୀମାନ ଉତ୍ପତ୍ତି ଲାଭ କରି ଦେଶର ବିଭିନ୍ନ ପ୍ରାନ୍ତକୁ ଛୁଇଁଛନ୍ତି। ହିମାଳୟର ନଦୀ ସମୂହକୁ ଉତ୍ତର ଭାରତୀୟ ନଦୀ ସମୂହ ମଧ୍ୟ କୁହାଯାଇଥାଏ। ଏଥିରେ ତିନିଟି ନଦୀ ଗୁରୁତ୍ୱପୂର୍ଣ୍ଣ ଅଟନ୍ତି, ଯଥା ଗଙ୍ଗା ନଦୀ, ସିନ୍ଧୁ ନଦୀ ଏବଂ ବ୍ରହ୍ମପୁତ୍ର ନଦୀ। ଆଜି ଆମେ ଆମ ଜାତୀୟ ନଦୀ ତଥା ଭାରତର ଦୀର୍ଘତମ ନଦୀ ଗଙ୍ଗା ନଦୀ ସମ୍ପର୍କରେ ଜାଣିବା। ଗଙ୍ଗା ନଦୀ ଉତ୍ତର ଭାରତର ପ୍ରମୁଖ ନଦୀ ଅଟେ। ଗଙ୍ଗା ଉତ୍ତରାଖଣ୍ଡ ରାଜ୍ୟର ଉତ୍ତର କାଶୀରେ ଥିବା ଗଙ୍ଗୋତ୍ରୀ ଗ୍ଲେସିୟରରୁ ଗୋମୁଖ ନାମକ ସ୍ଥାନରୁ ବାହାରିଅଛି। ଉତ୍ପତ୍ତି ସମୟରେ ଏହାର ନାମ ଗଙ୍ଗା ନଥାଏ। ଗୋମୁଖରୁ ଏହା ଭାଗୀରଥୀ ନାମରେ ପ୍ରବାହିତ ହୁଏ। କିଛି ବାଟ ଯିବା ପରେ ଏହା ଉତ୍ତରାଖଣ୍ଡର ଏକ ସ୍ଥାନ ତେହେରୀଠାରେ ଅଳକାନନ୍ଦା ନଦୀ ସହିତ ମିଳିତ ହୁଏ। ଏହି ସ୍ଥାନକୁ ଦେବପ୍ରୟାଗ ବୋଲି କୁହାଯାଏ। ତାହେଲେ ପିଲାମାନେ ଆମେ ଜାଣିଲେ ଦେବପ୍ରୟାଗ ଭାଗୀରଥୀ ଓ ଅଳକାନନ୍ଦା ନଦୀର ମିଶ୍ରଣରେ ହିଁ ହୋଇଛି। ଦେବପ୍ରୟାଗରୁ ଭାଗୀରଥୀ ଗଙ୍ଗା ନାମରେ ଆଗକୁ ପ୍ରବାହିତ ହୁଏ। ହରିଦ୍ୱାରରୁ ଗଙ୍ଗା ପାର୍ବତ୍ୟ ଭୂମି ଛାଡ଼ି ସ୍ଥଳଭାଗ ଆଡ଼କୁ ପ୍ରବେଶ କରେ, ଅର୍ଥାତ୍ ଉତ୍ତରାଖଣ୍ଡର ହରିଦ୍ୱାରରୁ ଗଙ୍ଗାର ପାର୍ବତ୍ୟ ଭୂମିର ଯାତ୍ରା ଶେଷ ହୋଇଥାଏ। ଏହାପରେ ୟୁପି ତଥା ଉତ୍ତରପ୍ରଦେଶରେ ପ୍ରବେଶ କରେ। ଉତ୍ତରପ୍ରଦେଶର ଆହ୍ଲାବାଦ ଠାରେ ଏହା ଯମୁନା ନଦୀ ସହିତ ଓ ସରସ୍ୱତୀ ନଦୀ ସହିତ ମିଶି ତ୍ରିବେଣୀ ସଙ୍ଗମ କରିଥାଏ। ତ୍ରିବେଣୀ ଏକ ପବିତ୍ର ସ୍ଥାନ ଅଟେ। ତ୍ରିବେଣୀ ସଙ୍ଗମରେ କୁମ୍ଭମେଳା ଅନୁଷ୍ଠିତ ହୁଏ। ଏବେ ପିଲାମାନେ ଆମେ ଏହାର ଭୌଗୋଳିକ ସ୍ଥିତି ମାନଚିତ୍ର ମାଧ୍ୟମରେ ଦେଖିବା। ଏବେ ଏହି ମାନଚିତ୍ରକୁ ଦେଖ। ଏଠାରେ ଆହ୍ଲାବାଦରେ ଯେଉଁ ସ୍ଥାନଟି ଦର୍ଶାଯାଇଛି ସେହିଠାରେ ତ୍ରିବେଣୀ ସଙ୍ଗମ ହୋଇଥାଏ। ଗଙ୍ଗା ଏବଂ ଯମୁନା ଗଙ୍ଗୋତ୍ରୀ ଓ ଯମୁନୋତ୍ରୀରୁ ଉତ୍ପତ୍ତି ଲାଭ କରି ସେହିଠାରେ ମିଳିତ ହୁଅନ୍ତି ଏବଂ ତାହା ସହ ସରସ୍ୱତୀ ନଦୀ ମଧ୍ୟ ମିଳିତ ହୋଇଥାଏ। ଆହ୍ଲାବାଦରୁ ଗଙ୍ଗା ବିହାର ଅଭିମୁଖେ ଯାତ୍ରା କରେ। ବିହାରର ଭାଗଲପୁରଠାରେ ଏହା ପଶ୍ଚିମ ପୂର୍ବ ଆଡ଼କୁ ବାଙ୍କି ପଶ୍ଚିମବଙ୍ଗରେ ପ୍ରବେଶ କରିଥାଏ। ପଶ୍ଚିମବଙ୍ଗର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ହେଉଛି ଫରକ୍କା ବ୍ୟାରେଜ୍। ଏହିଠାରେ ଗଙ୍ଗା ପ୍ରଥମେ ଶାଖା ନଦୀ ଉତ୍ପନ୍ନ କରିଥାଏ। ଏହାର ଗୋଟିଏ ଶାଖା ନଦୀ ହୁଗ୍ଲି ନାମରେ ପଶ୍ଚିମବଙ୍ଗକୁ ଯାଇଥାଏ ଏବଂ ଅନ୍ୟ ଶାଖାଟି ପଦ୍ମା ନାମରେ ବାଂଲାଦେଶକୁ ପ୍ରବେଶ କରେ। ଏବେ ବାଂଲାଦେଶରେ ଗଙ୍ଗାର ନାମ ପରିବର୍ତ୍ତନ ହୋଇ ପଦ୍ମା ରହିଥାଏ। ଗଙ୍ଗାର ନାମ କେବଳ ଫରକ୍କା ବ୍ୟାରେଜ୍ ଯାଏଁ ପର୍ଯ୍ୟନ୍ତ ହିଁ ରହିଥାଏ। ଏବେ ଏହାକୁ ଦେଖ, ଏହା ପଶ୍ଚିମବଙ୍ଗରେ ଥିବା ଫରକ୍କା ବ୍ୟାରେଜ୍। ଏବେ ମାନଚିତ୍ର ସାହାଯ୍ୟରେ ଦେଖ, ଗଙ୍ଗାର ଶାଖା ନଦୀ ହୁଗ୍ଲି ପଶ୍ଚିମବଙ୍ଗରେ ପ୍ରବେଶ ହୋଇଛି ଏବଂ ଅନ୍ୟ ଏକ ଶାଖା ପଦ୍ମା ନାମରେ ବାଂଲାଦେଶରେ ପ୍ରବେଶ କରିଛି। ଏବେ ଯେଉଁ ଶାଖାଟି ପଶ୍ଚିମବଙ୍ଗରେ ପ୍ରବେଶ କରିଛି ହୁଗ୍ଲି ହୋଇକି, ତାହା ସାଗର ଆଇଲ୍ୟାଣ୍ଡରେ ଯାଇ ସମୁଦ୍ର ସହିତ ମିଳିତ ହୋଇଛି। ଏବେ ଯେଉଁ ଶାଖାଟି ଗଙ୍ଗାର ପଦ୍ମା ନାମରେ ବାଂଲାଦେଶରେ ପ୍ରବେଶ କରିଛି ସେଠାରେ ବ୍ରହ୍ମପୁତ୍ର ଏବଂ ମେଘ୍ନା ନାମକ ଅନ୍ୟ ଦୁଇ ନଦୀ ସହିତ ମିଳିତ ହୋଇ ଗଙ୍ଗା ମେଘ୍ନା ନାମ ଦେଇ ସମୁଦ୍ର ସହିତ ମିଳିତ ହୁଏ। ଏବେ ଯେଉଁ ସ୍ଥାନରେ ଗଙ୍ଗା ମେଘ୍ନା ହୋଇ ସମୁଦ୍ରରେ ପ୍ରବେଶ କରିଛି ସେହି ସ୍ଥାନରେ ସବୁଠାରୁ ବଡ଼ ତ୍ରିକୋଣଭୂମି ସୃଷ୍ଟି କରିଥାଏ। ଏବେ ପିଲାମାନେ ତ୍ରିକୋଣଭୂମି କ'ଣ, ଏହା କିପରି ହୋଇଥାଏ ଓ ଏହାର ଭୂମିରୂପ କିପରି ହୋଇଥାଏ, ଏହା ଆମେ ପରବର୍ତ୍ତୀ କ୍ଲାସ୍ରେ ଜାଣିବା। ତୁମମାନଙ୍କୁ ନିଶ୍ଚିନ୍ତ ଭାବରେ ଆଜିର ପଢ଼ାଟି ଭଲ ଲାଗିଥିବ ବୋଲି ଆଶା କରେ। ଧନ୍ୟବାଦ।